ଢେଙ୍କାନାଳ ମୀନା ବଜାର କୁମ୍ଭାର ସାହିରେ 1987 ମସିହାରୁ ଆରମ୍ଭ ହୋଇ ଆଜି 37ତମ କୁରାଳ ପଞ୍ଚମୀ ପୂଜା ବର୍ଷ ପାଳିତ ହୋଇଯାଇଛି। ଲକ୍ଷ୍ମୀ ନାରାୟଣ ହେଉଛନ୍ତି ଇଷ୍ଟଦେବତା କୁମ୍ଭାରମାନଙ୍କର। ଆଜି କଳସ ଯାତ୍ରା, ଅଧିବାସ ପୂଜା, ସୂର୍ଯ୍ୟ ପୂଜା, ମଣ୍ଡଳ ପୂଜା ଅନୁଷ୍ଠିତ ହୋଇଥିଲା। ଏ ବର୍ଷ ରୌପ୍ୟ ଅଳଙ୍କାର ଲାଗି କରାଯାଇଥିଲା। ପୂଜାର ଆଜି 12 ତାରିଖ ସପ୍ତମ ଦିନରେ ଆଜି ଅନ୍ନପ୍ରସାଦ ଲାଗି ହୋଇଥିଲା। ଅନ୍ନ, ଡାଲି, ଶାଗ, ଆମ୍ବୁଲ, ଖଟା, ତରକାରୀ, କ୍ଷୀରି ପ୍ରସାଦ ଆକାରରେ 2000ରୁ ଉର୍ଦ୍ଧ୍ୱ ଭକ୍ତ ପ୍ରସାଦ ସେବନ କରିଥିଲେ। ପୂଜକ କାଳନ୍ଦୀ, କର୍ତ୍ତା ସତ୍ୟାନନ୍ଦ ବେହେରା, ସଭାପତି ଉଦୟନାଥ ବେହେରା, ସମ୍ପାଦକ ପ୍ରକାଶ ଚନ୍ଦ୍ର ବେହେରା ଓ କମିଟିର ସମସ୍ତ ସଦସ୍ୟ ଉପସ୍ଥିତରେ ଏହି ପ୍ରସାଦ ସେବନ ଅନୁଷ୍ଠିତ ହୋଇଥିଲା। 7 ଦିନ ଧରି ଚାଲିବ ଏହି ପୂଜା। ଆଜି ପୌର ଅଧ୍ୟକ୍ଷା ଶ୍ରୀମତୀ ଜୟନ୍ତୀ ପାତ୍ର ଓ ମିଳିତ ବଜାର ସଭାପତି ରାମଚନ୍ଦ୍ର ପାତ୍ର ଆଜି ମଣ୍ଡପ ପରିଦର୍ଶନ କରିଥିଲେ। ଢେଙ୍କାନାଳରୁ ଶୁଭମ ପାଣିଙ୍କ ରିପୋର୍ଟ, ଜାଗ୍ରତ ଭାରତ ନ୍ୟୁଜ୍।